ରାମ ନାରାୟଣ ରାମ ଗୋର କରିବାକୁ ଜଣାଯାଉଛି କି ଯଦି ଆକାଶରେ ଅନଗିନ ତାରା ନଥାନ୍ତି ତେବେ ଆକାଶ କେମିତି ହୋଇଥାଏ। ସୂର୍ଯ୍ୟ ଓ ଆକାଶ ହାବା ଧରତୀ କେବେ ଏହା କହିନଥାଏ ଯେ ସମସ୍ତ ମଣିଷ ମୋର ନୌକର। ଯେତେବେଳେ ସରକାର ଲୋକଙ୍କୁ ପ୍ରକୃତି ବିଷୟରେ ନାହିଁ ଶିକ୍ଷା ଦେବେ ତେବେ ସେମାନେ କିପରି ଜାଣିବେ କି ପ୍ରକୃତି କ'ଣ? ମଣିଷର ଶରୀର ପାଞ୍ଚ ତତ୍ତ୍ୱ ହାବା ପାଣି ଅଗ୍ନି ସୂର୍ଯ୍ୟ ଧରତୀରୁ ତିଆରି ହୋଇଛି। ଧରତୀରେ ମ୍ୟାନମେଡ୍ ସମ୍ବିଧାନ ଯେତେବେଳେ ବନାଇ ଯାଇଥିଲା ତେବେ ପ୍ରକୃତିର ମଧ୍ୟ ସମ୍ବିଧାନ ତିଆରି ହେବା ଉଚିତ ଥିଲା। ଯେତେବେଳେ ଧରତୀ ବନିଲା ତାହାପରେ ଆଜି ପର୍ଯ୍ୟନ୍ତ ଧରତୀର ସମାଧାନ ହୋଇନାହିଁ। ଯେହିମାନେ ଖରାପ କାମ କରୁଛନ୍ତି ସେମାନେ ଠିକ୍ ରାସ୍ତା ଦେଖାଉଥିବା ଆମର ଧର୍ମ ଅଟେ। ଧର୍ମ ଓ ପଲିଟିକ୍ସର ନାମରେ ଯେମିତି ଲୋକଙ୍କୁ ଗୁମରାହ କରାଯାଉଛି ସେମାନେ ଯେଉଁ ଜନ୍ମ ଅଧିକାର ଥାକିଛନ୍ତି ଯାହା ପ୍ରକୃତିର ଧର୍ମ ବିଷୟରେ ମାନିବାକୁ ହେବ ସେଥିକୁ ମ୍ୟାନମେଡ୍ ଧର୍ମରେ ପରିଣତ କରାଯାଇଛି। ଆପଣ ପ୍ରକୃତିର ଧର୍ମକୁ ମାନି କି ଆପଣ ପ୍ରକୃତିକୁ ଧନ୍ୟବାଦ କରିପାରିବେ। ପ୍ରକୃତି ହେଉଛି ଆପଣଙ୍କର ଧର୍ମ ଓ କର୍ମ। ଏକ ସମୟ ନେଇ ବସି ଚିନ୍ତା କରନ୍ତୁ ଯେ ଆପଣ ପ୍ରକୃତିରୁ କ'ଣ କ'ଣ ପାଇଛନ୍ତି। ପ୍ରକୃତିର ଧର୍ମକୁ ଯଦି ଆପଣ ଅନୁସରଣ କରନ୍ତି ତେବେ ଆପଣଙ୍କୁ କ'ଣ ଲାଭ ହେଉଛି ଓ କ'ଣ ଲାଭ ହେଉନାହିଁ ଏହା ଆପଣ ଶୀଘ୍ର ବୁଝିପାରିବେ। ପ୍ରକୃତିକୁ ଜରୁରୀ କିଏ ନୁହେଁ ବୁଝାଇ ପାରିବ। ଜୀବନର ସତ୍ୟ ଯାହା ଅଛି ସେଥିକୁ ଲୋକଙ୍କୁ ମାନିବାକୁ ପଡ଼ିବ। ତାହାରୁ ଆଖି ଚୁରାଇ ବାଗିପାରିବେ ନାହିଁ। ଯଦି ଆପଣ କାହା ଉପରେ ଏକ ଅଙ୍ଗୁଠି ଉଠାଇବେ ତେବେ ଆପଣ ପରେ ଚାରିଟି ଅଙ୍ଗୁଠି ଉଠାଇବେ। ଆପଣ କାହା ଉପରେ ଅଙ୍ଗୁଠି ଉଠାଇବା ପୂର୍ବରୁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ ଆପଣଙ୍କ ପକ୍ଷରେ ଚାରିଟି ଅଙ୍ଗୁଠି ଉଠିଛି। ଏହାର ଅର୍ଥ ହେଉଛି ପ୍ରଥମେ ଆପଣଙ୍କୁ ନିଜକୁ ସୁଧାରିବାକୁ ପଡ଼ିବ। ଯଦି ଆମେ ନିଜର ବିବେକକୁ ଶୁଣିବା ତେବେ ସବୁ ଭଲ ହେବ। ମ୍ୟାନମେଡ୍ ସମ୍ବିଧାନକୁ ଆମେ ଦେଖିପାରିବା ନାହିଁ କିନ୍ତୁ ପ୍ରକୃତିର ସମ୍ବିଧାନକୁ ଅନୁଭବ କରିପାରିବା। ପ୍ରକୃତିକୁ ଯଦି ବୁଝିବାକୁ ଚାହାନ୍ତେ ଜୀବନକୁ ସଠିକ୍ ଦିଶା ଦେବାକୁ ଚାହାନ୍ତେ ତେବେ ଆମ ପ୍ରଧାନ ଗୁରୁଙ୍କ ପ୍ରଦତ୍ତ ବୀଜ ମନ୍ତ୍ର ରାମ ନାରାୟଣ ରାମ ସହିତ ଆପଣଙ୍କୁ ଯୋଡ଼ିବା ଆବଶ୍ୟକ। ଏହି ମନ୍ତ୍ର ଆପଣଙ୍କୁ ଜୀବନର ସଠିକ୍ ମାର୍ଗ ଦେଖାଏ। ଜୀବନର ଯେଉଁ ସମସ୍ୟା ଅଛି ପରେଶାନୀ ଅଛି ସମସ୍ତ ଉପାୟ ଆପଣ ଆତ୍ମସ୍ଥ କରିପାରିବେ ଯଦି ଆପଣ ଏହାର ଜପ କରନ୍ତି। ସେହିପାଇଁ ସମୟକୁ ବ୍ୟର୍ଥ ନ କରନ୍ତୁ ଓ ତୁରନ୍ତ ରାମ ନାରାୟଣ ରାମ ସହିତ ଯୋନ୍ତୁ।